ଦେଖିପାରୁଥିବେ କ'ଣ ଗୋଟେ କାମରେ ଲାଗିବ ଅଛି। ତ ମୁଁ ଭାବି ନେଇଛି ତ ଏଇଠି ମୁଁ ବ୍ଲଗ୍ କରିବି ମାନେ ଭିଡ଼ିଓ ଏଡ଼ିଟିଂ କରିବି ମାନେ ଏଇଟା ମୋ କ୍ୱାର୍ଟର କରିବି। ତ ସେପଟେ ରୁମ୍ରେ ଗହଳି ରହୁଛି ବେଳେବେଳେ ତ କିଛି କରତେ ହେଉନାହିଁ, ପ୍ରବଳ ମାତ୍ରାରେ ଅସୁବିଧା ହେଉଛି ଗହଳି ଟାଇମ୍ରେ। ତ ଏଇଠି ହେଲେ ମୁଁ ମୋ ହିସାବରେ କେତେବେଳେ କ'ଣ ଭିଡ଼ିଓ କରିବି ତ ବନେଇବାର କିଛି ଅସୁବିଧା ହେବ ନାହିଁ, ସେଥିପାଇଁ ମୁଁ ଏଇଟା କରିଛି। ତ ଭାଇ ଦେଖିଲ ଭାଇ ଘରକୁ ଟିକେ ଯିବା, କିଏ କିଏ ଘରେ ସବୁ ଅଛନ୍ତି ମାନେ ଦେଖିବା। ତ ମା ବୋଧେ ଅଛନ୍ତି ସେପଟେ ରୋଷେଇ କରୁଛନ୍ତି, ଆଉ ମୁଁ ସବୁଆଡ଼େ ବୁଲି ବୁଲି ଦେଖେଇବି ଆମର ଘର ମାନେ କେମିତି କ'ଣ ହେଇଛି, କଉଭଳିଆ ହେଇଛି, କେତେଟା ଘର ଅଛି ସବୁ ମୁଁ ଦେଖେ। ତ ଏଭଳିଆ ସବୁ ଆମର ଅଛି ଭାଇ। ତ ଖାସ୍ କରି ମାନେ ଏଠି ଗହଳି ତ ରହୁଛି ମୋର, ତ ଭିଡ଼ିଓ ବନେଇବାରେ ବହୁତ ଅସୁବିଧା ବି ହେଉଥିଲା ବେଳେବେଳେ। ତ ସେଇଥିପାଇଁ ମୁଁ ମାନେ ଇଏ କରିଛି। ତ ମୁଁ ଗୋଟେ କ୍ୱାର୍ଟର ବନେଇବି ବୋଲି ମୁଁ ବି ଭାବି ନେଇଛି। ତ ଆଉ ଗୋଟେ ମୁଁ ବି ଭାବିଛି, ତ ଦେଖଉଛି। ତ ହାଏ ସାଙ୍ଗମାନେ ନମସ୍କାର। ତ କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ତ ବର୍ତ୍ତମାନ ମୁଁ ଆମ ଗାଁରେ ଅଛି, ତ ଭିଡ଼ିଓ ବନାଉଛି। ତ ଦେଖିପାରୁଥିବେ ଏଇଟା ଆମ ଗାଁ। ତ ଏସବୁ ଆମର ସବୁ ଗାଁ ଗହଳି ଅଛି। ତ ଦେଖିପାରୁଥିବେ ବହୁତ ସୁନ୍ଦର ବି ଦେଖାଯାଉଛି। ତ ଭାଇ ମୁଁ ଆଜି ମୋ ଭିଡ଼ିଓରେ ଖାସ୍ ଏମିତି କିଛି ନାହିଁ ଆଜି। ତ ମୁଁ ଆଜି କିଛି ଦେଖେଇବି, ତ ମୋ ଘର ଦେଖେଇବି। ତ କେବେ ଦେଖେଇନି ହେଲେ, ତ ଆଜି ମୁଁ ମୋର ଘର ଦେଖେଇବି। ତ କେମିତି କ'ଣ ହେଇଛି, କେଉଁ ଭଳିଆ ହେଇଛି ଘର ସବୁ ମୁଁ ଦେଖେଇବି। ତ ଚାଲ ଯିବା ଦେଖିଯିବା। ତ ଏଇଟା ସବୁ ଦେଖିପାରୁଥିବେ ମାନେ ଚାଚାଙ୍କର ଘର ଏଇଟା ହବ। ତ ପଛରେ ତ ଏମିତି ସବୁ ଅଛି। ତ ଭାଇ ମୁଁ ଦେଖେଇବି। ତ ଭାଇ ଏଇଟା ହେଉଛି ମୋର ଚାଚାଙ୍କର ଘର ଏଇଟା। ତ ଆମର ଘର ହେଲେ ଏଇଟା ନାହିଁ। ତ ଏଇ ଘରଟା ହେଉଛି ଆମ ଘର। ଦେଖିପାରୁଥିବେ ଏଭଳିଆ ଘର ସବୁ ଅଛି। ତ ଆହୁରି ଘର ବି ଅଛି ଦେଖଉଛି। ତ ଏଇଟା ହେଲେ ଘର କାମର। ତ ଏଇଠି ସବୁ ଆମର ରୁହନ୍ତି କ'ଣ ଗୋରୁ ଗାଈ ଆମର ଯେତିକି ଗୃହପାଳିତ ରହୁଛନ୍ତି ଏଇଠି। ବହୁତ ଏଇଟା ଭାଇ ବହୁତ ପୁରୁଣା ଘରଟେ ଦେଖିପାରୁଥିବେ। ଏଇଟା ସବୁ କ'ଣ କୁହନ୍ତି ଜାଣିପାରୁଥିବେ। ଆମର କନ୍ଧଳା ଭାଇମାନେ ଜାଣିଥିବେ, ଏଇଟା ଜୁଆଳି କୁହନ୍ତି। ଏଥିରେ ହଳ ସବୁ କରାଯାଏ। ତ ଦେଖିପାରୁଥିବେ କେତେ ବହୁତ ପୁରୁଣା ଘର ଭାଇ। ମାନେ ଏଇଟା ସବୁ ମାନେ ପଟ୍ଟାରେ ସବୁ ତିଆରି ହେଇଛି। କବାଟ ହେଲେ ଦେଖିପାରୁଥିବେ ଏଭଳିଆ ଅଛି। ତ ଏମିତି ସବୁ ଘର ଅଛି। ଆଉ ଏଇଟା ତ କ'ଣ ଦେଖିକି ଜାଣିପାରୁଥିବେ, ଏଇଟା କ'ଣ କୁହନ୍ତି ଦେଖିକି ଜାଣିପାରୁଥିବେ କ'ଣ। ତ ଭାଇ ଘରକୁ ଟିକେ ଯିବା, କିଏ କିଏ ଘରେ ସବୁ ଅଛନ୍ତି ମାନେ ଦେଖିବା। ତ ମା ବୋଧେ ଅଛନ୍ତି ସେପଟେ ରୋଷେଇ କରୁଛନ୍ତି, ଆଉ ମୁଁ ସବୁଆଡ଼େ ବୁଲି ବୁଲି ଦେଖେଇବି ଆମର ଘର ମାନେ କେମିତି କ'ଣ ହେଇଛି, କଉଭଳିଆ ହେଇଛି, କେତେଟା ଘର ଅଛି ସବୁ ମୁଁ ଦେଖେ। ତ ଏଇଟା ଆମ ଘର। ତ ଆମର ଘର ହେଉଛି ଏଇଟା ଗୋଟେ ଘର, ତ ଆଉ ଗୋଟେ 2, ତ ସେଇଟା ଗୋଟେ 3। ତ 3ଟା ଘର ଆମର। ତ ମୁଁ ନିଜେ ଆଉ ଗୋଟେ କରୁଛି, ତ ସେଇଟା ମୋ ପାଇଁ ବୋଲିକି। ତ ଦେଖେଇବି ସେଇଟା ହେଲେ ମୁଁ ଭିଡ଼ିଓରେ। ତ ଭାଇ ଦେଖିପାରୁଥିବେ ଏଇଟା ଗୋଟେ କ୍ୱାର୍ଟର ଏମିତି ଅଛି। ତ ମୁଁ ମୋର ବାଇକ୍ଟେ ରଖିବା ପାଇଁ ଏଇଭଳିଆ ସବୁ ସୁବିଧା ଅଛି ଦେଖିପାରୁଥିବେ। ତ ଏଣ୍ଟ୍ରିରେ ଏଭଳିଆ କରାହେଇଛି ଭାଇ ଦେଖିପାରୁଥିବେ। ଆମର ଦେଖ ଦେଖିପାରୁଥିବେ ଆମର ଏଣ୍ଟ୍ରିରେ ସବୁ ଏଇଭଳିଆ କରାହେଇଛି ଭାଇ। ସୁନ୍ଦର ଲାଗୁଛି ନା। ତ ଏଇଭଳିଆ ଆମ କାନ୍ଥ ସବୁ ଇଏ ମାଟି ଲିପା ହେଇଛି, ତା ସହିତ ଏଇଠି ଇଏ କରାହେଇଛି। ତ ଏଇଟା ମା ସବୁ କରିଛନ୍ତି, କେମିତି କ'ଣ କରିଛନ୍ତି ମୁଁ ତ ଜାଣିନି। ଦେଖିପାରୁଥିବେ ଏଭଳିଆ ସବୁ କରିଛନ୍ତି ଏଇଟା। ତ ଏଣ୍ଟ୍ରି ଭାଇ ଏପଟେ ରହିଲା। ତ ଯିବା, ଏମିତି ସବୁ ଅଛି ଆମର କ୍ୱାର୍ଟର। ଏଇଟା କ'ଣ ସାମାନ ପଡ଼ିଛି। ତ କ'ଣ ବଡ଼ କ'ଣ ଲେଖୁଛୁ?
ଗଣିତ ଇଏ ତାର ଲେଖାଲେଖିରେ ଅଛି, ଲେଖାଲେଖି କରୁଛି କ'ଣ ଗୋଟେ ଗଣିତ। ଏମିତି ସବୁ କିଛି ଅଛି। ମୋ ମା ରୋଷେଇ କରୁଛନ୍ତି, ଏପଟେ ବାହାରକୁ ଯିବାଟା ଏମିତି ବାହାରେ ଅଛି। ବାହାର ସବୁ ଏମିତି ଅଛି ଭାଇ ଆମର। ତ କାଠ ସବୁ ଏମିତି ରଖାଯାଏ କିଛି ଷ୍ଟକ୍, ତ ବର୍ଷା ଦିନ ପାଇଁ ବୋଲିକି। ତ ଏମିତି ସବୁ କିଛି ଅଛି। ବଡ଼ ପାଠ ପଢୁଛୁ ତ ଏଇଭଳିଆ ସବୁ ଅଛି ଆମର ଘର। ମାତ୍ର 2-3ଟା ରୁମ୍ ଭାଇ, ବେଶୀ ବି ନାହିଁ, ବହୁତ ସାନ ଘରଟେ। ତ ଏଇଭଳିଆ। ତ ବର୍ତ୍ତମାନ ବାହାରକୁ ବାହାରି ଆସିଛି ଘର ଭିତରୁ। ଦେଖିପାରିଲେ ଆମର ତ ଘର ମୁଁ ଦେଖେଇଲି କ'ଣ କେମିତି ହେଇଛି। ତ ଆମ ଘର ମାନେ ସାମ୍ନାରେ ଏକା ଭାଇ ଦେଖିପାରୁଥିବେ ବହୁତ ବଡ଼ ଗୋଟେ ପିଜୁଳି ଗଛଟେ ଅଛି, ଦେଖିପାରୁଥିବେ ବହୁତ ବଡ଼ ହେଇଛି। ଏଇଟା ପ୍ରବଳ ମାତ୍ରାରେ ଫଳିଛି ଭାଇ। ମାନେ ଏଇଭଳିଆ ଆମର ସବୁ ପୁରୁଣା ଇଏରେ ଯୁଗର ଇଏଟା ଇଏ। ଆଉ ଗୋଟେ ରୁମ୍କୁ ତ ଭାଇ ସେଠି ଯିବା। ଏଇଟା ଗୋଟେ ଘର, ତ ଏଇଠି ସବୁ ଆମେ ରହୁଛୁ। ତ ଏଇଠି ସବୁ ଛେଳିମାନଙ୍କୁ ରଖାଯାଏ, ବାନ୍ଧୁଛନ୍ତି ସବୁ। ତ ଯିବା ଭିତରକୁ ଗଲେ କେମିତି କ'ଣ କ୍ୱାର୍ଟର ଅଛି ଦେଖିଯିବା। ବାବୁ କିଏ ଅଛି? ଯଦୁ ତ କେହି ନାହାନ୍ତି, କୁଆଡ଼କୁ ଗଲେ ନା ସେପଟେ ଅଛନ୍ତି ବୋଧେ। ତ ଏଇଟା ଭାଇ ଫାଷ୍ଟ ରୁମ୍ ଏମିତି ଅଛି। ତ ଦେଖିପାରୁଥିବେ ଏଭଳିଆ ସବୁ କାଚରା ପାଚରା ହେଇକି ପଡ଼ିଛି। ଆଉ ଗୋଟେ ଏପଟେ ହେଲେ ଅଛି, ତ ଦେଖିପାରୁଥିବେ। କୁଆଡ଼େ ଗଲା ସିଏ? ଯଦୁ ଥିଲା ତ। ତ 2ଟା କାରୁ ମାନେ ଏଇଟା ବି ତ ବହୁତ ଆମେ ଗହଳିରେ ରହୁଛୁ। ତ ଏଭଳିଆ ସବୁ ଆମର ଅଛି ଭାଇ। ତ ଖାସ କରି ମାନେ ଏଠି ଗହଳି ତ ରହୁଛି ମୋର, ତ ଭିଡ଼ିଓ ବନେଇବାରେ ବହୁତ ଅସୁବିଧା ବି ହେଉଥିଲା ବେଳେବେଳେ। ତ ସେଇଥିପାଇଁ ମୁଁ ମାନେ ଇଏ କରିଛି। ତ ମୁଁ ଗୋଟେ କ୍ୱାର୍ଟର ବନେଇବି ବୋଲି ମୁଁ ବି ଭାବିନି। ତ ଆଉ ଗୋଟେ ମୁଁ ବି ଭାବିଛି, ତ ଦେଖଉଛି କରିଛି ବି ସରିନି ହେଲେ। ତ ଏଇଟା କିଛି ଏମିତି ମୁଁ କରିଛି ଭାଇ। ଦେଖ ମାନେ ଖାଲି ଇଏରେ ଆଗା ଏଇଠି ମାନେ ସବୁ କାଠ ଆଉ ଏପଟେ ଗୋଟେ ନିଜେ ମୁଁ ଏଇଟା ତିଆରି କରୁଛି, ଏବେ ଚାଲିଛି ତିଆରି। ତ କାଠକୁ ମାଟି ସହିତ କିଛି ତ ତିଆରି ଅଧା ସରିଛି। ତ ଭିତରକୁ ଯିବା। ଭିତରେ ସବୁ ଏଭଳିଆ ଅଛି ଭାଇ। ଦେଖ କିଛି କାମ ସରିନି, କିଛି ନାହିଁ। ତ ଏମିତି ସବୁ ଅଛି। ତ ଭିଡ଼ିଓ ଏଇଠି ମୁଁ ମାନେ କରିବି ବୋଲି ପ୍ଲାନ୍ କରିଛି। ତ ଆଉ ତଳେ ହେଲେ କିଛି ସରିନି। ତ ମାଟି କିଛି ଏମିତି କରାହେଇଛି, କିଛି ସରିନି। ଏଇଟା ହେଲେ ଅଧା ଅଛି। କବାଟ ବି ଏଭଳିଆଟେ କରିଛି ହେଲା। ଏଭଳିଆ ସବୁ ଅଛି, ମୁଁ ଦେଖେଇ ଦେଉଛି ଠିକ୍ସେ। ତ କବାଟ ଏଭଳିଆ ଅଛି, ଦେଖ ମୁଁ ହେଲେ ସେଠି ଦେଖାଯାଉଛି। ତ ବାହାର ଭିଉ ଏଭଳିଆ ଅଛି ଆମର। ତ ଏଇଠି କିଛି ନାହିଁ, କାଲି କାଠ ଆଉ ମାଟିରେ ସବୁ କାନ୍ଥ ତିଆରି କରାହେଇଛି। ତ ଏଭଳିଆ ସବୁ ବି ଅଛି ଭାଇ। ମାନେ ଦେଖ ବର୍ଷା ପାଇଁ ବୋଲିକି ମାନେ ସେଠି ହେଲେ ବହୁତ ଖରାପ ହେଲାଣି। ତ ଇଏ ହେଲେ ମୋ ସାନ ଭାଇ ବସୁଛି, ତାର କି କାମରେ ଲାଗି ପଡ଼ିଛି, ତାଙ୍କେ କରୁଛନ୍ତି। ଦେଖିପାରୁଥିବେ ଗୋଟେ କାମରେ ଲାଗି ପଡ଼ିଛି। ତ ମୁଁ ଭାବି ନେଇଛି ଏଇଠି ମୁଁ ବ୍ଲଗ୍ କରିବି, ମାନେ ଭିଡ଼ିଓ ଏଡ଼ିଟିଂ କରିବି, ମାନେ ଏଇଟା ମୋ କ୍ୱାର୍ଟର କରିବି। ତ ସେପଟେ ରୁମ୍ରେ ଗହଳି ରହୁଛି ବେଳେବେଳେ, ତ କିଛି କରତେ ହେଉନାହିଁ। ପ୍ରବଳ ମାତ୍ରାରେ ଅସୁବିଧା ହେଉଛି ଗହଳି ଟାଇମ୍ରେ। ତ ଏଇଠି ହେଲେ ମୁଁ ମୋ ହିସାବରେ କେତେବେଳେ କ'ଣ ଭିଡ଼ିଓ କରିବି, ତ ବନେଇବାର କିଛି ଅସୁବିଧା ହେବ ନାହିଁ। କାଇଁ ମୁଁ ଏଇଟା କରିଛି। ତ ଭାଇ ଦେଖିଲ